ଠିଆ ତାହେଲେ ଆପଣ ଥରେ ଚିନ୍ତା କରନ୍ତୁ ସବୁ ମାଲିକଙ୍କର ଅବସ୍ଥା କ'ଣ। ଆପଣମାନେ ଗୋଟେ ଜାଗାରୁ ଆଡ଼ଭାନ୍ସ ନେଇ ଆସିବେ। ଆପଣ ଆଡ଼ଭାନ୍ସ ନେଇ ସାରିଲା ପରେ ଗୋଟେ ଜାଗାରୁ ଆଚ୍ଛା ସେଇ ଯେଉଁ ଲୋକଟି ମାଲିକଟି ସେ ଜାଣିଲା ମୋର ହିରୋ ହେଉ ହିରୋଇନ୍ ହେଉ କମେଡ଼ିଆନ୍ ହେଉ କି ଯିଏ ବି ହେଉ ଗୋଟେ ମାନେ ଭଲ କ୍ୟାରେକ୍ଟର ହେଉ କରୁ କି ସେ ଯିଏ ବି ହେଉ ଗୋଟେ ଆଡ଼ଭାନ୍ସ ନେଲା ମାନେ ସେ ମୋ ଯାତ୍ରା ପାର୍ଟିରେ ବର୍ଷ ରହିବ। ସେ ସେଇ ଅନୁସାରେ ତା'ର ଆଡ଼ଭର୍ଟାଇଜମେଣ୍ଟ କଲା ଏବଂ ସେଇ ଅନୁସାରେ ଲୋକ ସେଟ୍ କଲା ଏବଂ ଯେଉଁ କମିଟି ମାନେ ଯେଉଁମାନେ କରିଥିବେ ତାଙ୍କଠୁ ଆଡ଼ଭାନ୍ସଟା ଆଣିଲେ। ହଠାତ୍ ଆପଣ ଆଉ ଗୋଟେ କେଉଁଠି ଗୋଟେ ରେଟ୍ ବଢ଼ିଗଲା ଆପଣ ଏଠୁ ଦେଇକି ସେଠି। ଆଚ୍ଛା ଆ ଦ୍ୱାରା ସେ ମାଲିକଟା କରିବ କ'ଣ ଥରେ ଭାବନ୍ତୁ। ଦେଖନ୍ତୁ ଯାତ୍ରା ଜଗତର ଯେଉଁ ବର୍ତ୍ତମାନ ଯେଉଁ ଘଟଣାଟି ଚାଲିଛି ଆକ୍ଚୁଆଲି ତା ବିଷୟରେ ମୋର କିଛି କହିବାଟା ଠିକ୍ ହେବନି ଯଦି କହିବେ। କିନ୍ତୁ ଯଦି ଆପଣ ଯଦି ପ୍ରକୃତିରେ ଗୋଟେ ଚିନ୍ତା କରିବେ ସେଇଟାକୁ ଏଇଟା ହେଉଛି ଗୋଟେ ବାଡ଼ ଆଉ ଫସଲ ବାଡ଼ ଏବଂ ଫସଲ ଯେଉଁ ପ୍ରକାର ସମ୍ପର୍କ ଏଇଟା ଗୋଟେ ସେଇଭଳିଆ ସମ୍ପର୍କଟେ ଯେଉଁ ଭଳିଆ ଭାବରେ ଆପଣମାନଙ୍କର ଜର୍ଣ୍ଣାଲିଜିମ୍ କରୁଛନ୍ତି ଏଡ଼ିଟର ଆଉ ସାମ୍ବାଦିକ ଯେମିତି ସମ୍ପର୍କ ଠିକ୍ ସେଇଭଳି ଗୋଟେ ସମ୍ପର୍କ। ଯେଉଁମାନେ ଯାତ୍ରା ମାଲିକ ଯଦି ମନେକର ଦେଖନ୍ତୁ ଏଡ଼ିଟର ଆଉ ସାମ୍ବାଦିକ ଯଦି ମାଡ଼ଗୋଳ ଲାଗିବେ ଦୁଇ ଜଣ ଯାକର କ୍ଷତି ନା ଜଣଙ୍କର କ୍ଷତି ହେବ। ଏଡ଼ିଟରଙ୍କର କ୍ଷତି ହେବ ଯେ ସିଏ ତ ଆଉ ଫିଲ୍ଡରେ ଆସି କାମ କରିପାରିବେନି ନା ସେ ପିଲାମାନଙ୍କୁ ପଠେଇ କାମ କରିବେ। ମନେକର ସାମ୍ବାଦିକ ମାନେ ତାଙ୍କ ସାଙ୍ଗେ ମାଡ଼ଗୋଳ କରିବେ ଏଡ଼ିଟରମାନଙ୍କ ସାଙ୍ଗରେ। ମାଡ଼ଗୋଳ କରିବା ଦ୍ୱାରା କ'ଣ ହେବ ଆଙ୍କର ବି ପେଟ ପାଟଣା ବନ୍ଦ ହେଲା ଏମାନେ ବି ସେଇଠି ରୋଜଗାର କରୁଥିଲେ ସିଏ ତ ଗୋଟେ ରୋଜଗାରଟା ମାନେ ଗୋଟେ ପ୍ଲାଟଫର୍ମ ତିଆରି କରିବା ଦ୍ୱାରା ଏମାନେ ଯାଇକି ରୋଜଗାର ସେଇଠି କରୁଥିଲେ। ଯଦି ଏଡ଼ିଟର ଆଉ ସାମ୍ବାଦିକ ଭିତରେ ମାଡ଼ଗୋଳ ହେବ ଓକିଲ ଏବଂ ପୋଲିସଙ୍କ ଭିତରେ ବାଡ଼ାବାଡ଼ି ଲାଗିବେ ଏବଂ ଏଠି ଯଦି ଆପଣଙ୍କର ଯାତ୍ରା ପାର୍ଟିର ମାଲିକ ଆଉ କଳାକାର ଭିତରେ ମାଡ଼ଗୋଳ ଲାଗିବେ ଆ ଦ୍ୱାରା ଉଭୟଙ୍କର କ୍ଷତି ଜଣଙ୍କର କିଛି କ୍ଷତି ହେଇଯିବନି। ଦେଖନ୍ତୁ ଯାତ୍ରା ପାର୍ଟି ମାଲିକମାନେ ଜେନେରାଲ ସେନ୍ସରେ ଦେ ଆର୍ ମ୍ୟାନ୍ ଅଫ୍ କ୍ରୋର୍ସ କୋଟି କୋଟି ଟଙ୍କାର ମାଲିକ ସେମାନେ ଜେନେରାଲ ସେନ୍ସରେ ଯେଉଁ ସବୁ ଯାତ୍ରା ପାର୍ଟି ଯେଉଁମାନେ ସବୁ କରିଛନ୍ତି ସେମାନେ ଗୋଟେ କେଉଁଠି ନା କେଉଁଠି ଗୋଟେ ସଉକରେ କରିଛନ୍ତି ଏବଂ ଯେଉଁ ସଉକଟା ଅନେକ ସମୟରେ ଆପଣ ଦେଖିବେ ଆ ଦ୍ୱାରା ସେମାନେ ବର୍ବାଦ ହୁଅନ୍ତି ବହୁତ ପଇସା ଇନଭେଷ୍ଟମେଣ୍ଟ କରନ୍ତି। ଯଦି କହିବେ ମୁଁ ଆପଣଙ୍କୁ ଗୋଟେ ଏକ୍ଜାମ୍ପଲ୍ ଦେଇପାରିବି ମୋର ଜଣେ ସମ୍ପର୍କୀୟ ଗୋଟେ ଯାତ୍ରା ପାର୍ଟିଟିଏ କରିଛନ୍ତି ରଘୁନାଥପୁର ଆମର ପଟିଆ ରଘୁନାଥପୁରର ମାନେ ମୁଁ ତାଙ୍କୁ ଦାଦା ବୋଲି ଡାକେ ଆଉ ବହୁତ ରେସ୍ପେକ୍ଟ କରେ ବହୁତ ସମ୍ମାନ ଦିଏ ମୁଁ ତାଙ୍କୁ। ତ ମୋ ଦେଖିବା ଭିତରେ 2020ରୁ ମୁଁ ଦେଖି ଆସୁଛି ଯେଉଁ ବଡ଼ ବଡ଼ କଳାକାର ଆପଣମାନେ ଦେଖୁଛନ୍ତି ଯେଉଁ ଦୟା ଭାଇ ହଉ କି ଆମର ଯେଉଁ ପିୟୁଷ ଭାଇ ହଉ କିମ୍ବା ଯେଉଁ ଦୈତାରୀ ପଣ୍ଡା ସାର୍ ହୁଅନ୍ତୁ ଯେଉଁମାନେ ବଡ଼ ବଡ଼ କଳାକାର ଆଜିର ଯେଉଁମାନେ ଯାତ୍ରା ଇଣ୍ଡଷ୍ଟ୍ରିର ଯେଉଁମାନେ ସବୁ ଟପ୍ ଟପ୍ ର୍ୟାଙ୍କର ଯେଉଁମାନେ ସବୁ ମୁଁ ଦେଖିଛି ତାଙ୍କ ଦୁଆରେ ବୁଲିବା। ମୁଁ ଯେତେବେଳେ ଯାଏ ତାଙ୍କ ପାଖକୁ ଦାଦାଙ୍କ ପାଖକୁ ତାଙ୍କ ଦୁଆରେ ବୁଲିବା ସେମାନେ ବି ମୋତେ ଦେଖନ୍ତି କିନ୍ତୁ ମୋତେ ଚିହ୍ନିଛନ୍ତି ନାହିଁ ମୁଁ ଜାଣିନି ମୁଁ ସମସ୍ତଙ୍କୁ ଚିହ୍ନିଛି କାହିଁକିନା ସେମାନେ ହେଉଛନ୍ତି ସବୁ ଗୋଟେ ସେଲିବ୍ରିଟି ଯାହାକୁ କହିବେ ସେଲିବ୍ରିଟି ଆମେ କାହାକୁ କୁହା ଯେହେତୁ ଯାତ୍ରା ଇଣ୍ଡଷ୍ଟ୍ରିରେ ସେମାନଙ୍କର ଗୋଟେ ଆଗ ଧାଡ଼ିରେ ଅଛନ୍ତି ଦେ ଆର୍ ସେଲିବ୍ରିଟି। ତେଣୁ ଯଦି ସେମାନେ ଏମିତି ହେବେ ଯାତ୍ରାର ମାଲିକ ଏବଂ ଯାତ୍ରା କଳାକାର ଭିତରେ ଏମିତି ଗୋଟେ ସମନ୍ୱୟ ରହିବନି କଳି ଝଗଡ଼ା ଲାଗିବେ ଆ ଦ୍ୱାରା ମନେକର ଯାତ୍ରା ପାର୍ଟି ମାଲିକ ମୁଁ ସେୟା କହୁଥିଲି ଏପଟ ସେପଟ ହେଇଗଲା ଯେ ମୋ ଦେଖିବା ଭିତରେ ପ୍ରାୟ ସେ 15ରୁ 20 କୋଟି ଟଙ୍କା ବର୍ତ୍ତମାନ ସୁଦ୍ଧା ଲସ୍ କରିଛନ୍ତି ଯାତ୍ରା ପାର୍ଟି କରିକି ମାନେ ମୁଁ ଦେଖିଛି ସେ କ'ଣ କେଉଁଦିନ ପ୍ରଫିଟ୍ ମୁଁ କାହିଁ ମୋ ଜୀବନ ଭିତରେ ମୁଁ ଦେଖିପାରୁନି ଆଉ ସେ ଦାଦାଙ୍କର କେଉଁଦିନ ପ୍ରଫିଟ୍ ହେଉଛି ସବୁବେଳେ ଖାଲି ଲସ୍। ଆଉ ଗୋଟାଏ ଜମି ତାଙ୍କର ବହୁତ ଜମି ମାନେ ଯେଉଁଗୁଡ଼ାକୁ ମୁଁ ମାନେ ପାଟିରେ ବର୍ଣ୍ଣନା କରିପାରୁନି ଭୁବନେଶ୍ୱର ରାଜଧାନୀରେ ବହୁତ ଜମି ତାଙ୍କର ଆଉ ଏତେ ପଇସା ସେ ତା ଭିତରେ ଲଗେଇ ସାରିଲେଣି। ଏବେ ମଝିରେ ମୁଁ ତାଙ୍କ ସାଙ୍ଗେ ଗୋଟେ ଥର ଦେଖା ହେଇଥିଲି ମଝିରେ ଦାଦାଙ୍କ ସାଙ୍ଗେ ଦାଦା ଯାତ୍ରା ପାର୍ଟି କେଉଁଠି କ'ଣ ପଡ଼ିଛି କ'ଣ ନା ମୋତେ ସେ କହିଲେ ଆଉ ତୁ ବାପା ସେଇଟାକୁ ଛାଡ଼ିକି ଆଉ ଯାହା ପଚାରୁଛୁ ପଚାର ସେଇଟା ହେଲା ମାନେ ମୋ ମୁଣ୍ଡ ବ୍ଲଡ଼ ପ୍ରେସର ହାଇ ହେଇଯାଉଛି ଯାତ୍ରା କଥା କହିଲେ। ତେଣୁ ମୁଁ ବୁଝିଗଲି ଯେ ତାଙ୍କର ସବୁ ପରିସ୍ଥିତି କ'ଣ। ଯଦି ଜଣେ ମାଲିକଙ୍କର ପରିସ୍ଥିତି ଠିଆ ତାହେଲେ ଆପଣ ଥରେ ଚିନ୍ତା କରନ୍ତୁ ସବୁ ମାଲିକଙ୍କର ଅବସ୍ଥା କ'ଣ। ଆପଣମାନେ ଗୋଟେ ଜାଗାରୁ ଆଡ଼ଭାନ୍ସ ନେଇ ଆସିବେ। ଆପଣ ଆଡ଼ଭାନ୍ସ ନେଇ ସାରିଲା ପରେ ଗୋଟେ ଜାଗାରୁ ଆଚ୍ଛା ସେଇ ଯେଉଁ ଲୋକଟି ମାଲିକଟି ସେ ଜାଣିଲା ମୋର ହିରୋ ହେଉ ହିରୋଇନ୍ ହେଉ କମେଡ଼ିଆନ୍ ହେଉ କି ଯିଏ ବି ହେଉ ଗୋଟେ ମାନେ ଭଲ କ୍ୟାରେକ୍ଟର ହେଉ କରୁ କି ସେ ଯିଏ ବି ହେଉ ଗୋଟେ ଆଡ଼ଭାନ୍ସ ନେଲା ମାନେ ସେ ମୋ ଯାତ୍ରା ପାର୍ଟିରେ ବର୍ଷ ରହିବ। ସେ ସେଇ ଅନୁସାରେ ତା'ର ଆଡ଼ଭର୍ଟାଇଜମେଣ୍ଟ କଲା ଏବଂ ସେଇ ଅନୁସାରେ ଲୋକ ସେଟ୍ କଲା ଏବଂ ଯେଉଁ କମିଟି ମାନେ ଯେଉଁମାନେ କରିଥିବେ ତାଙ୍କଠୁ ଆଡ଼ଭାନ୍ସଟା ଆଣିଲା। ହଠାତ୍ ଆପଣ ଆଉ ଗୋଟେ କେଉଁଠି ଗୋଟେ ରେଟ୍ ବଢ଼ିଗଲା ଆପଣ ଏଠୁ ଦେଇକି ସେଠି। ଆଚ୍ଛା ଆ ଦ୍ୱାରା ସେ ମାଲିକଟା କରିବ କ'ଣ ଥରେ ଭାବନ୍ତୁ। ଯାତ୍ରା ପାର୍ଟିରେ ଆପଣ ଚିନ୍ତା କରନ୍ତୁ ଟେଣ୍ଟ ବୁହାଠୁ ଆରମ୍ଭ କରିକି କମେଡ଼ିଆନ୍ ପର୍ଯ୍ୟନ୍ତ ମ୍ୟୁଜିସିଆନ୍ ଠାରୁ ଆରମ୍ଭ କରି ମାନେ ଯେଉଁ ଖଣ୍ଡା ଉଠା ରୋଲ୍ ପର୍ଯ୍ୟନ୍ତ ଗୋଟେ ଡ୍ରେସ୍ ପଡ଼ିଗଲେ ଜଣେ ଉଠେଇ ଆଣିବ ତାର ବି ଗୋଟେ ରୋଲ୍ ନା। ଆଚ୍ଛା ଏତେ ଲୋକମାନଙ୍କୁ ଏକତ୍ରିତ କରି ତାଙ୍କୁ ଦରମା ଦେଇ ସକାଳେ ଚା ତାପରେ ଦ୍ୱିପହରେ ତାପରେ ଟିଫିନ୍ ଦ୍ୱିପହରେ ମିଲ୍ ତାପରେ ପୁଣି ଟିଫିନ୍ 4ଟା ବେଳେ ପୁଣି ରାତିରେ ଖାଇବାକୁ ଦେଇକି ନାଚ କରାଇବା ଏତେ ସହଜ କାମ ବୋଲି ଆପଣ ଭାବନ୍ତୁନି। ଇଏ ମ୍ୟାନେଜମେଣ୍ଟ କରିବା ପାଇଁ 4 ଜଣ ମ୍ୟାନେଜର ଅଛନ୍ତି। ପୁଣି କେଉଁଠି ଯାତ୍ରା ପଇଲା କେଉଁଠି ପବନରେ ଭୁଷୁଡ଼ି ଗଲା କେଉଁଠି ଦରି ଚିରିଗଲା ଆଉ ଏଗୁଡ଼ା ହେଉଛି ଯେତେ ଲୋକ ଆପଣ ଥରେ ଦୂରକୁ ସୁନ୍ଦର ଉଚ୍ଚ ପର୍ବତ ପାଖକୁ ସୁନ୍ଦର କଇଁ
दूरकू से सुंदर देखा जाउछन्ति एडे बड़ यात्रा पार्टी मालिक तांकर कौन होची सीए जानिछन्ति आपण गोटी गोटी यात्रा पार्टी आपण को आज कहूची आपण टीवी माध्यम लाइव रे मु आज कहूची आपण गोटी गोटी यात्रा पार्टी वाला जो मालिक माने अछन्ति तांका पाखु जाईकी देखंतु तांका परिवार अवस्था कौन जो मानकर पूर्व अर्जित बहुत गुड़े पैसा अच्छी से माने यात्रा पार्टी किसी इन्वेस्ट करछन्ति एवं जो मानकर अदर बिजनेस अच्छी आउ किसी गोटे बिजनेस अच्छी से माने यात्रा पार्टी गोटे शौक करी करछन्ति आपण देखंतु थरे आमे दूर को देखि काहा को आकलन कर परिबेने पाखो को थरे जाई देखंतु बाडे परिबे झांकी की जाई देखंतु जे प्रकृति रे माने केते कष्ट दुख रे अछन सी मो आपण भाउथिबे जो तुलसी गणनाट्य मालिक मो माउसी पो भाई की ना सी मो माउसी पो भाई नगे मु ताको चिन्हिनी की बुझि पारले त मु काहा पई कहूनी जोटा निच्छक सत्य कहूची जण को जेमती 1200 बढ़ई रे दाई ना धर्मा रे दाई जनक पई 1200 बढ़ई जदि सबु यात्रा पार्टी मालिक माने ए जो डिस्टर्बेंस टा देखिबे बिरी माड़ देखी कोलथ चेपा आपड़ देखिए बर्तमान बहुत जगार देखिए बहुत गुड़े ऑफिस बर्तमान आ झील मान रखा डरुंच ऑफिस रे कौन पाई डरुंच झील मान ऑफिस रे लोक मैंने आगुरी जो झील मान चाकरी दौते डरुंच कहीं बहुत जगार एमती मिछ केस गोटे 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 हवा द्वारा लोक मैंने डरिले आ द्वारा कौन है गोटे इनोसेंट झीलटे जार निहाती पैसा दरकार राजधानी रहिबो गोटे किसी पैसा रोजगार कले पाठ पढ़िबो किसी पैसा रोजगार कले गाँ को पठेबो ता बापा माँ पाखु सान भाईटा गाँव रे साडे पड़ी माँ बापा इे कैंसर रे अछंती से पिला को भी चाकरी मिलुनी तार रिजन टा होची आपण देखंतु निजे प्रैक्टिकल जिनसटा को देखंतु आगुरु झियो मान को जोठी मन सेठी गोटे जॉब टे मिलुतला एबे मिलुनी एबे समस्त लोक मान कहछन पुओ पिला चाकरी करू काहे टेंशन नाही राति 9टा पर्यंत पुओ बापा टिके रहि जा टिके आज टिके कामटा टिके कर देई जीवो जदि आपण गुड व्यवहार करछंती से रहुची ना नाही कि झियो कोन संध्या 7 बेलू बेग अवस्थान धरकी चलला तेणु कहीं लोक टेंशन नेबे एक्जाक्टली जदि एई भली घटना द्वारा मानकर तुलसी गणनाट्य हो बर्तमान एई भलिया गोटे घटना घटिला आउ गोटे को या द्वारा देखु देखु आउ गोटे को गणनाट्य सी भी आ गोटे कौन कहलानी अच्छा किछि लोक जेतेले नई पड़िथिबु जेतेले विधाय मारिबु सेति बेले आपण मानकर यात्रा पार्टी जण को बाहर कर दिचंती से गोटे कौन बदमाशी कला सी जेतेले सेठी कलानी से आपण दार कहलानी सी आ कहनी मत कहीं बाहर करथिले से कहला या कला ता ए जो छोट छोट गोटे गोटे इश्यू द्वारा अच्छा गोटे यात्रा पार्टी मालिक मानकर काली सकाळे गोटे कौन हला गोटे अरेस्ट हेगला से अच्छा अलग यात्रा पार्टी मालिक मान आम से धंदार कहीं पशिबा कहीं अरेस्ट हवा कहीं आम तो कौ आठणा अधिक मिलूँ कि है बंद करब आ द्वारा कौन है गोटे लोक एत लोकर अवस्था खराब है ताने मुझे कहूनी क्या पिट बोली बुझंतु आपन को मैनेज करिया को पड़िबो मुंड नुआई देले कौन लहरीटा पास कर जीवो मुंड उठेले आपण उल्टिकी पड़े तेणुक जहाँ से यात्रा मालिक हूँ यात्रा कलाकार हूँ यात्रा टेंट वाला हूँ से सांबादिक हूँ से एडिटर हूँ से ये भी हो समस्त गोटे कथा ये समाज रे तुमको ऊपर को उठा हेले अनेक समय तुमको सबू जानी मुंड नुआई बाट चलिया को पड़ो सर निकटरे गोटे नरी पंडा जो केस जो जदि यात्रा मालिक कथाटी सत हो भिडियोटी जो बाड़ा बाड़ी भिडियो सत सामना को आसला ताले मालिक नारे कोन माने एक्शन हो किछि एक्शन फाक्शन किछि नाही मु आपन को जदि जो माने आपनकर चैनल गुडी को देखुचंती जदि सेथरे नरी पंडा देखुथांती कि तुलसी गणनाट्य यात्रा मालिक देखुथांती मु सेमानकु ब्योमकेश त्रिपाठी हाथ जोड़ी निवेदन करुछि ये केही कहा परे कादुआ न फपाड़ी नरी पंडा बाबू तांकर केस टी सिंपल विड्रॉ करिकी आज्ञा विड्रॉ कली मोर तांको संगे लगड़ झगड़ा करिवार नाही कि तुलसी गणनाट्य मालिक जो बैन ऑर्डर करछंती सेमाने मध्य तांको बैन इमिडिएटली विड्रॉ करिया कथा कोऑर्डिनेशन है कि यात्रा जो जगत को केमती आगु को बढ़िबो ता पे बसिके चिंतन करिवार आवश्यकता अछि।